ଆସିଥିଲୁ ଏ ଗାଁରେ ବହୁତ କମ ଲୋକଙ୍କୁ ଦାଦାକୁ ଜଣେଇଥିଲା ଦାଦା ବହୁତ ଲୋକ ଦୀକ୍ଷା ନେଇଛନ୍ତି ସେ ଗାଁରେ, କିନ୍ତୁ ବହୁତ କମ ଲୋକ 3-4 ଜଣ ଭଳି 5 ଜଣ ଭଳି ଠାକୁରଙ୍କର ଇଷ୍ଟବୃତ୍ତି ପ୍ରେରଣ କରୁଛନ୍ତି, ସତ୍ସଙ୍ଗରେ ବସୁଛନ୍ତି। କିନ୍ତୁ ସେ ଯେ ବାକ୍ସିଦ୍ଧ ଆଉ ତାଙ୍କ କଥା ଅନୁସାରେ ପ୍ରତି ଗାଁରେ ଯୋଉ ଭଳି ଭାବରେ ଠାକୁରଙ୍କ କାମ ଚାଲିଛି, ସେ ଭିତରୁ ଏ ଗାଁ ମଧ୍ୟ ଅନ୍ୟତମ। ତାଙ୍କ ଦୟାରୁ ଆଜି ଆମେ ସମସ୍ତେ ଏଠି ଏକାଠି ବସିଛୁ। ମତେ ବହୁତ ଖୁସି ଲାଗେ ଏ ଗାଁର ଲୋକମାନେ, ମୁଁ ଯେତେବେଳେ ଏ ଗାଁକୁ ଟ୍ୟୁସନ କରିବା ପାଇଁ ଆସେ, ମୁଁ ବାଟରେ ରହି ରହି ଆସେ, ଯୋଉ ଗୁରୁ ଭାଇ ଦେଖନ୍ତି ଜୟଗୁରୁ କୁହନ୍ତି, ସମସ୍ତେ ବହୁତ ଭଲ ପାଇବା ଦିଅନ୍ତି, ନିଜ ପୁଅ ଭଳିଆ ମତେ ସମସ୍ତେ ଏ ଗାଁରେ ଦେଖନ୍ତି। ତେଣୁ ଗୋଟେ କଥା ମୁଁ ସବୁବେଳେ କୁହେ, ଦେବାଙ୍କର ସବୁବେଳେ ବସେ, ଆଉ ଠାକୁରଙ୍କର ଗୋଟେ କଥା, ଆମେ ଯୋଉମାନେ ସବୁ ଠାକୁରଙ୍କୁ ଧରିଛେ ଆମମାନଙ୍କର ଜୀବନରେ ଭୟ ନାହିଁ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଗୋଟେ ବାଣୀକୁ ଆଲୋଚନା କରୁଥିଲେ ନାଟମଣ୍ଡପ, ଯୋଉ ବଡ ନାଟମଣ୍ଡପରେ ବସିକି। ମୁଁ ସେଇ ଛୋଟ କଥାଟା କହିକି ମୋର ବକ୍ତବ୍ୟ ସାରିଦେବି, ଦାଦା ମାନେ ଅଛନ୍ତି ଆଲୋଚନା କରିବେ। ଦାଦା କହିଲେ ଗୋଟେ ବୀରଭୋଗିଆ ବସୁନ୍ଧରା ଆସୁଥିଲା, ଆଉ ଗୋଟେ ନିର୍ଭର କର, ଏଇ ଗୋଟେ ବାଣୀ ଯୋଉ ସତ୍ୟାଂଶ ଅଛି ନିର୍ଭର କର, ସେଇ ବାଣୀଟାକୁ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଆଲୋଚନା କରୁଥିଲେ। କହିଲେ ନିର୍ଭର କର ଅର୍ଥ ଆଉ ଶ୍ରେୟ ଅର୍ଥ କଣ? ପ୍ରଥମେ ଶ୍ରେୟ କଥା ପଡିଲା, ତ ଶ୍ରେୟ ଅର୍ଥ କଣ ନା ଯାହାକୁ ଆମେ ଆଶ୍ରୟ କରି ଚଳିପାରିବା, ସିଏ ହେଲେ ଆମମାନଙ୍କର ଶ୍ରେୟ। ଆମେ ଜୀବନରେ ଆମର ଅନେକ ଗୁରୁ ଅଛନ୍ତି, ଅନେକ ଭଗବାନ ଅଛନ୍ତି, ଅନେକ ଦେବତା ଅଛନ୍ତି, ତେବେ କାହିଁକି ଆମେ କେବଳ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ହିଁ ଧରିକି ଜୀବନରେ ଚାଲିପାରିବା? କାହିଁକି ତାଙ୍କୁ ଆଶ୍ରୟ କରିପାରିବା? ଶ୍ରୀ ଶ୍ରୀ ଆଚାର୍ଯ୍ୟ କହୁଛନ୍ତି, ଏମିତି ନିଜ ଚଷମାଟା ଖୋଲିକି ଦେଖେଇ ଦଉଛନ୍ତି, କହୁଛନ୍ତି ଏଇ ଚଷମା ଉପରେ ମୁଁ ଆଶ୍ରୟ କରିଛି, ଚଷମା ଉପରେ ମୁଁ ନିର୍ଭର କରିଛି। ମୋ ମନରେ କଣ ଏତିକି ଟିକିଏ ଅବିଶ୍ୱାସ ଅଛି ଯେ ଚଷମା ପିନ୍ଧିଲା ପରେ ମତେ ଆଉ କିଛି ଦେଖାଯିବନି ବୋଲି? ଏଇ କପଡା ଉପରେ ମୁଁ ଆଶ୍ରୟ କରିଛି, କପଡା ଉପରେ ମୁଁ ନିର୍ଭର କରିଛି, ମତେ କଣ ଟିକେ ଲାଗୁଛି ଯେ ନାଇଁ ମୋ ଲଜ୍ଜାଟା କାଳେ ଆଉ କିଏ ଦେଖିଦବ ବୋଲି? ଯେମିତି ମୋର ଦୃଢ ବିଶ୍ୱାସ ଅଛି, ସେମିତି ଆମେ ଯେ ପରମ ପିତାଙ୍କୁ ଧରିଛେ, ଇଷ୍ଟଙ୍କୁ ଧରିଛେ, ଆମମାନଙ୍କୁ ଯାହାକୁ ଆମେ ଆଶ୍ରୟ କରିଛେ ତାଙ୍କ ଉପରେ ଆମର ସେଇଭଳି ଦୃଢ ବିଶ୍ୱାସ ରହିବା ଦରକାର। ତାହା ହେଲେ ଆମେ ଯେମିତି ଚଷମା ପିନ୍ଧି ଆମେ ନିର୍ଭୟ ହେଇକି ଯେକୌଣସି ଜିନିଷ ପଢି ପାରୁଛେ, କପଡା ପିନ୍ଧିକି ନିର୍ଭୟ ହେଇକି ଆମେ କୁଆଡେ ନାଇଁ କୁଆଡେ ଯାଇପାରୁଛେ, ସେମିତି ଆମେ ଠାକୁରଙ୍କୁ ଧରିଲେ ଆମମାନଙ୍କ ଜୀବନରେ ଭୟ ନାହିଁ। ଏକଦମ ମଣିଷର ଜୀବନର ଅଲ୍ଟିମେଟ ମାନେ ଶେଷ ଲକ୍ଷ୍ୟ, ଚରମ ଲକ୍ଷ୍ୟ ହେଲା ଶାନ୍ତି। ଶାନ୍ତି ଆନନ୍ଦରେ ରହିବା ହେଲା ଚରମ ଲକ୍ଷ୍ୟ। ଆଉ ଯୋଉ ଲୋକ ମନରେ ଏତିକି ଟିକେ ବି ଭୟ ରହେ, ସେ ଲୋକ କେବେ ଶାନ୍ତିରେ ରହିପାରିବ? ଭୟ ବିଭିନ୍ନ ପ୍ରକାର ଆସିପାରେ। ଯଦି ଟିକେ ବି ମଣିଷ କୋଉଠି ଭୁଲ ଭାଲ କର୍ମ କଲା, ତା କର୍ମଫଳ ମଣିଷକୁ ମିଳିବନି। ତେଣୁ ଏଇ ଯୋଉ ଭୟଟା ନ ରହିବା ପାଇଁ ଆମକୁ ନିର୍ଭୟ ହେବାକୁ ପଡିବ, ଆଉ ନିର୍ଭୟ ହେଲେ ଆମେ ଆନନ୍ଦରେ ରହିପାରିବା। ଆଉ ଦାଦା କହୁଛନ୍ତି ଯେ ଆମମାନଙ୍କର ଉଦ୍ଦେଶ୍ୟ ହେଲା ଆମେ ଆନନ୍ଦରେ ରହିବା। ଆପଣ ମାନେ ଯୋଉ ସମସ୍ତେ ଏଠି ବସିଛନ୍ତି, ଆପଣ ମାନେ ନିଜେ ଅନୁଭବ କରନ୍ତୁ, ଯୋଉମାନେ ଆମେ ଠାକୁରଙ୍କ କାମ କରୁଛେ ଆମେ ଆନନ୍ଦରେ ରହିଛେ ନା ନାହିଁ। ମୁଁ ତ ଗର୍ବର ସହିତ କୁହେ ଯେ ଠାକୁରଙ୍କୁ ଧରିକି ଆଉ ମୁଁ ଯେତେ ଆନନ୍ଦରେ ଅଛି, ଏତେ ଆନନ୍ଦରେ ମୁଁ ଏବେ କହୁଥିଲି ଦେଭାଇ, ମୁଁ ଦେଭାଇ ଆଗରୁ 4-5 ଘଣ୍ଟା ଶୋଉଥିଲି, ଏବେ ସେ ଶୋଇବା ସମୟଟା 2 ଘଣ୍ଟାକୁ ପଳେଇ ଆସିଲାଣି। ଦିନକୁ 2 ଘଣ୍ଟା 3 ଘଣ୍ଟା ହେଇଗଲେ ବହୁତ ହେଇଯାଉଛି ଶୋଇବା। ସେତିକି ସମୟ ଶୋଇକି ବି ମୁଁ ଟ୍ୟୁସନ କରିପାରୁଛି, କ୍ଲାସ କରିପାରୁଛି, ସତ୍ସଙ୍ଗରେ ବୁଲି ପାରୁଛି, ସବୁ କରିହଉଛି। ଏମିତି ନୁହଁ ଯେ ଖାଲି 8 ଘଣ୍ଟା ଶୋଇ ପଡିବ, 7 ଘଣ୍ଟା ଶୋଇ ପଡିବ। ଆଉ ଏଇ ଯୋଉ ଆନନ୍ଦ ଭିତରେ ଅଛି ବୋଲି ମୁଁ ବୋଧେ କିଛି କରିପାରୁଛି। ଆମ ପରିବାର ଭିତରେ ଆମେ ଯୋଉ ସତ୍ସଙ୍ଗ ଯାଉଛୁ, ଯୁଆଡେ ଯାଉଛୁ, ଠାକୁରଙ୍କୁ ଆମେ କାହିଁକି ଧରିବା? ପରିବାର ଭିତରେ ଯେତେବେଳେ ସତ୍ସଙ୍ଗରେ ଡେରି ହେଇଯାଉଛି, ରାତି 11ଟାରୁ 11:30 ମୋ ନନାକୁ ମୁଁ ଚାହିଁକି ବସିଥିବି, ଯଦି ନନା କୁଆଡେ ଯାଉଛନ୍ତି ମୁଁ ଚାହିଁକି ବସିଥିବି। ସକାଳ ସମୟରେ ପ୍ରାର୍ଥନା ଆମେ ସମସ୍ତେ ଏକାଠି କରୁ। ପ୍ରାର୍ଥନାରେ ଆମର ଗୋଟେ ଦୋକାନ ଅଛି, ସବୁ ଲୋକମାନେ ଦୋକାନକୁ ଡାକୁଥିବେ ସକାଳୁ ସକାଳୁ, କିନ୍ତୁ ଆମେ ବସିକି ଚା ଏକାଠି ପିବୁ, ଗପସପ ହଉ, ଅଧଘଣ୍ଟା ଖଣ୍ଡେ ଗପସପ ହଉ ନିଶ୍ଚିତ ଭାବରେ। ଏଇଟା କେବେ ଆମର ଏଇ ଜିନିଷଟା କେବେ ବନ୍ଦ ହେଇନି, ଯେ ଗପସପ ହବାଟା ଆମର କେବେ ବନ୍ଦ ହେଇନି। ଯୋଉଟା ଆଚାର୍ଯ୍ୟ କହୁଛନ୍ତି ଯେ ତମ ପୁଅ ତୁମକୁ ମାନୁନି, ଝିଅ ତୁମକୁ ମାନୁନି, ଆଜି ଘରେ ଘରେ ବିଶୃଙ୍ଖଳା। ଏହାର ମୁଖ୍ୟ କାରଣ ହେଲା ଆମମାନଙ୍କ ଘର ଭିତରେ ଆମେ ପରସ୍ପର ଭିତରେ କିଛି କଥାବାର୍ତ୍ତା ହଉନି। ବାପ ଯେ କେତେ କଷ୍ଟ କରୁଛି, ବାପ ଆମେ ମୁଁ ବେଳେ ବେଳେ ସବୁବେଳେ କହେ ଯେ ଆମେ ଯେତେବେଳେ ଛୋଟ ହେଇଥିଲୁ ଆମକୁ ସପ୍ତାହକୁ ଆମ ଘରେ ଟଙ୍କାଟେ ଦିଅନ୍ତି, ଆମେ ପ୍ରତି ଶନିବାର ଆମକୁ ଟଙ୍କାଟେ ଦିଅନ୍ତି, ଆମେ ସେଇଟାକୁ 8 ଅଣାର ସିଙ୍ଗଡା ଖାଉ ଆଉ 8 ଅଣାର ମଟର ତରକାରୀ ଖାଉ। ଏବେ ମୁଁ ଭାବୁଛି ସେ ଟଙ୍କାଟେ ଯେତେବେଳେ ନନା ଆମର ରୋଜଗାର କରୁଥିବେ କେତେ କଷ୍ଟରେ କରୁଥିବେ। ଏସବୁ ଭାବିଲା ବେଳକୁ ମାନେ ସେଇ ଜିନିଷଟାକୁ ଜାଣି ହବ କେବଳ ଏଇ ପରସ୍ପର କଥାବାର୍ତ୍ତା ସକାଶେ। ଆଉ ଧର୍ମ ଆଉ ବାହାରେ କୋଉଠି ନାହିଁ। ମୁଁ ମାନେ ଧର୍ମ ଏଇଠି ହିଁ ଅଛି ଯେ ଆମେ ପରିବାର ଭିତରେ ସମସ୍ତେ ଏକାଠି ସକାଳ ବେଳା ବସି ପ୍ରାର୍ଥନା କରିବା, ରାତ୍ରିର ଭୋଜନ ସମସ୍ତେ ଏକାଠି କରିବା, ମନ ଖୋଲି ହୃଦୟ ଖୋଲି କଥାବାର୍ତ୍ତା ହେବା। ଯୋଉ ଝିଅଟା
ବହୁତ କଥା ତା ମା ଆଗରେ କହିପାରେନି, ସେ ତା ମା ଆଗରେ ମନ ଖୋଲି କଥାବାର୍ତ୍ତା ହବ। ମା ଯେ ରୋଷେଇ କରୁ କରୁ ତା ହାତ ଟିକେ ଫୁଟକା ହେଇଯାଇଥିଲା ସେଟା କେହି ଜାଣିପାରନ୍ତିନି, ସେଇଟା ସେ ଖାଇଲା ଭିତରେ ହିଁ ଜଣା ପଡିବ। ବାପା କେତେ ପରିଶ୍ରମ କରୁଛି ସେଇଟା ହିଁ କଥାବାର୍ତ୍ତା ଭିତରେ ଜଣା ପଡିବ। ୟା ଭିତରେ କଣ ନା ପରିବାର ଭିତରେ ଶାନ୍ତି ଆସେ। ଆପଣ ଦେଖିବେ ଯେତେବେଳେ ନିଜ ପରିବାର ଭିତରେ ପରସ୍ପର ପ୍ରତି ଭଲ ପାଇ ଆସିବନି, ସେତେବେଳେ ଦେଖିବେ କେତେ ଆନନ୍ଦରେ ରହିବେ। ତେଣୁ ଠାକୁରଙ୍କର ଆସିବାର ଉଦ୍ଦେଶ୍ୟ ହିଁ ହେଲା ଆମମାନଙ୍କର ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନଟାକୁ ସୁନ୍ଦର କରିଦେବା ପାଇଁ। ଆଜି ଆମେ ଅନେକ ପରିବାରକୁ ବୋଲୁଛୁ, ଏଇଟା କହିଲେ ଦୁଃଖ ଲାଗେ, ସମସ୍ତେ ମାନେ ଏମିତି କାହା ଘର ନାହିଁ ଯାହା ଘରେ ଦୁଃଖ ନାହିଁ। ଆପଣ ଆମେ ଯୋଉ ଯାଉ ସବୁ ପଚାରୁ, ଯଦି ଗୋଟେ ବଡ ଲୋକ ଗୋଟେ ଯଦି ଗରିବ ଅତି ଗରିବ ଲୋକକୁ ପଚାରିବୁ ଆଜ୍ଞା ବହୁ ଅଭାବରେ ଅଛୁ, ଗୋଟେ ଧନୀ ଲୋକଟିକୁ ପଚାରିବୁ ସେ ବି କହିବ ଆଜ୍ଞା ମୁଁ ଅଭାବରେ ଅଛି। ସମସ୍ତେ ନିଜ ନିଜ ଭାବେ, କେବଳ ଜଣିଏ କହିବ ଆଜ୍ଞା ମୋର କିଛି ଅଭାବ ନାହିଁ, ସେ ହେଲେ ଜଣେ ସତ୍ସଙ୍ଗୀ ଯେ ଠାକୁରଙ୍କ କାମ କରେ। ତେଣୁ ଜଣେ ସତ୍ସଙ୍ଗୀ ସେ କେବେ ହେଲେ, ମୁଁ ତ ସବୁବେଳେ କୁହେ ଦେବଭାଇ, ସବୁବେଳେ ମୁଁ କହେ ବା ଯାହା ସେ କଥା ଜୀବନର ଅଭାବ କଣ ଆଜି ପର୍ଯ୍ୟନ୍ତ ମୁଁ ଜାଣିନି। ଅଭାବ କଣ ଆଜି ବିଶ୍ୱାସ କରନ୍ତୁ, ମୁଁ ଏଟା ମାନେ ଗୋଟେ ଇଏ କହୁନି, ସତ କଥା କହୁଛି, ଅଭାବ କଣ ଆଜି ପର୍ଯ୍ୟନ୍ତ ମୁଁ ଜାଣୁନି। କାରଣ ଯାହାଙ୍କୁ ପାଇଲା ପରେ ଆଉ ଜୀବନରେ ପାଇବା କିଛି ବାକି ନାହିଁ, ମୁଁ ତାକୁ ପାଇଛି। ତେଣୁ ମୋର ଏବେ ଗୋଟେ ଜିନିଷଟା ମୋର କିଣିବାର ଥିଲା, ମାନେ ମୁଁ ଆପଣ ମାନେ ବିଶ୍ୱାସ କରିବେନି ଗୁରୁ ଭାଇ ମାନେ ଠାକୁର କେମିତି ଠିଆ ହୁଅନ୍ତି। ହଠାତ୍ କିନା ମାନେ ପୂର୍ବ ଦିନ ମୁଁ ଜାଣିଲି ସେ ଜିନିଷ କିଣିବି 1.5 ଲକ୍ଷ ପାଖାପାଖି ତା ଦାମଟା ପଡିବ, ଆଉ ମୋ ପାଖରେ ଟଙ୍କାଟିଏ ନାହିଁ। ଆମେ ଦେବଭାଇଙ୍କର ମୋର ଯୋଉ ଟଙ୍କାଟା ସାଥିରେ ନେଇକି ଯାଉ, 2-3 ଜଣ ଗୁରୁ ଭାଇ ଆସିକି ତାଙ୍କର କାର୍ଡ ମତେ ଦେଇଦେଲେ, ପାସୱାର୍ଡ ଦେଇଦେଲେ, କହିଲେ ନିଅ ଆଉ ତମର ଯାହା ଦରକାର ଏଥିରୁ ଖର୍ଚ୍ଚ କରିବ। ଯେତେବେଳେ ଯାହା ଦରକାର ସେଟା ଠାକୁର ଦେଇଦେଇଛ, ଯେତେବେଳେ ଯାହା ଦରକାର। ତେଣୁ ଆମେ ଯଦି ଯେମିତି ଗୋଟେ ଛୋଟ ଛୁଆଟେ ଯେତେବେଳେ ସେ ସ୍କୁଲକୁ ଯିବ, କେତେବେଳେ ତାର ଖାତା ଦରକାର, ବହି ଦରକାର, ଯାହା ବି ଦରକାର, ତା ବାପାକୁ ତାକୁ ମାଗିବାକୁ ହିଁ ପଡେ। ତା ବାପା ଜାଣିଛନ୍ତି ମୋ ଛୁଆର କେତେବେଳେ କଣ ଦରକାର। ମୋ ଛୁଆର 10ମ ପାସ୍ ହେଲା, ତାକୁ ମୁଁ +2 ରେ ଆଡମିସନ କରିବି, ସେଟା ଛୁଆକୁ କହିବାକୁ ପଡେ। ସେମିତି ଆମମାନଙ୍କ ଜୀବନରେ ଆମର କଣ କେତେବେଳେ ଦରକାର, ଆମ ମାଲିକ, ଆମ ପରମ ପିତା, ଯେ ବିଶ୍ୱ ପିତା, ସେ ସବୁ କିଛି ଜାଣିଛନ୍ତି। ଆମକୁ ସେ ପ୍ରତି ମୁହୂର୍ତ୍ତରେ ଦେବେ ହିଁ ଦେବେ। ଆମେ କେବଳ ଆମେ ଯୋଉମାନେ ସବୁ ଏଠି ବସିଛେ, ଆମେ ଚେଷ୍ଟା କରିବା ସକାଳେ ସମସ୍ତେ କେମିତି ପ୍ରାର୍ଥନା କରିବା। ଆଉ ଯୋଉମାନେ ଏଠି କାମ କରୁଛନ୍ତି, ଦେବଭାଇ କରୁଛନ୍ତି, ଶିବ କରୁଛନ୍ତି, ସଦା ଭାଇ ଠାକୁରଙ୍କ କାମ କରୁଛନ୍ତି, ସମସ୍ତେ ଯୋଉମାନେ ଟିକେ ୟଙ୍ଗ ପିଲା ସମସ୍ତେ ଅଛନ୍ତି, ସେମାନେ ସକାଳୁ ଉଠିବାକୁ ଚେଷ୍ଟା କରିବା। ସକାଳୁ ଉଠି ଘରେ ଘରେ ବୁଲି, ନହେଲେ ଉପଜନା କେନ୍ଦ୍ର ଯାହା ବି ଆଚାର୍ଯ୍ୟ କହୁଛନ୍ତି, ପ୍ରତି ଉପଜନା କେନ୍ଦ୍ରରେ ଏମିତି ପ୍ରାର୍ଥନା ହବ ସକାଳେ ସନ୍ଧ୍ୟାରେ, ସବୁ ପରିବାର ଭିତରେ ପ୍ରାର୍ଥନା ହବ। ଆପଣ ଦେଖିବେ ଏଇ ଯୋଉ ଆନନ୍ଦଟା କେତେ ଆପଣ ଅନୁଭବ କରିବେ। ଆଉ ଧର୍ମ କେବଳ ଏଇଠି ଅଛି, ଧର୍ମ କେବେ ହେଲେ ଅରୁଆ ଖାଇ ଗେରୁଆ ପିନ୍ଧିବା ଏଇସବୁର ଧର୍ମ ନାହିଁ। ଆପଣ ଦେଖିବେ ନିହାତି ଭାବରେ ସମସ୍ତେ ଆନନ୍ଦରେ ରହିବେ। ଆଉ ଆନନ୍ଦରେ ରହିଲେ ହିଁ ପଡା ପଡୋଶୀ ସମସ୍ତେ ଯେତେବେଳେ ଆମର ଆନନ୍ଦ ରହିବେ, ଆମ ଗାଁ ଯେତେବେଳେ ଆନନ୍ଦ ରହିବେ, ଆପଣ ବି ଆନନ୍ଦରେ ରହିବେ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଗୁରୁ।